ଥରେ ଶୁଭ ସକାଳ। ଆଜି ଆମେ ତମ ପଞ୍ଚମ ଶ୍ରେଣୀ କ୍ଲାସ୍ 5 ପଲ୍ଲବୀ ଯେଉଁ ଅଛି କ୍ଲାସ୍ 5 ପଞ୍ଚମ ଶ୍ରେଣୀ ଯେଉଁ ଅଛି କ୍ଲାସ୍ 5 ର କ୍ଲାସ୍ ଭି ପଞ୍ଚମ ଶ୍ରେଣୀ ୟୁନିଟ୍ 1 ର ପାର୍ଟ 2 କୁ ଆମେ ପଢିବା ଆଜି। କ'ଣ ଅଛି ପାର୍ଟ 2 ବିଷୟ? ଗନ୍ ୱିଥ୍ ଦ ସ୍କୁଟର। ସରି, ଗନ୍ ୱିଥ୍ ଦ ଶୁଟର ହେଲା। এই বিষয়টাକୁ ଆଜି ଆମେ ପଢିବା। ତ ପ୍ରଥମେ କ'ଣ ଦେଇଛି ସେ କ'ଣ କହିଛି ଦେଖ। ମ୍ୟାଚ୍ ଦ ପିକ୍ଚର୍ସ in A with their names and B write the serial number in the box। अर्थात ମ୍ୟାଚ୍ ଦ ପିକ୍ଚର୍ସ, ଛବି ଗୁଡ଼ିକ କ'ଣ କର, ଛବି ଦେଖିକି ତାର ଏ କଲମର ଯୋଉ ଛବି ଅଛି ବି କଲମର ତାର ନାମ ଅଛି। ଏଟା କି ଖେଳ? ପ୍ରଥମରୁ ଯଦି ଆମେ ଦେଖୁ ଏଟା କି ଖେଳ ଅଛି ମୋ ପିଲାମାନେ? ଫୁଟବଲ। ଫୁଟବଲ କେତେ 1। ତ ଏଇଠି ଫୁଟବଲ କୋଉଠି ଅଛି ପିଲାମାନେ? ଏଠି ଆମେ 1 ଟାକୁ ଲେଖିବୁ, ପିକ୍ଚରକୁ ଦେଖିକି ତାର ନାଁକୁ ଲେଖିବୁ। 2 ରେ କ'ଣ ଅଛି? ଭଲିବଲ। ଭଲିବଲ 2 ରେ ଅଛି, ତ ଏଠି ଆମେ 2 ଲେଖିବୁ। 3 ନମ୍ବର କ'ଣ ଅଛି ପିଲାମାନେ? କ୍ରିକେଟ। 3 ନମ୍ବର କ୍ରିକେଟ ଏଠି ଆମେ ଲେଖିବୁ ହେଲା। 4 ନମ୍ବର କ'ଣ ଅଛି? ହକି। 4 ନମ୍ବର ହକି ଆମେ ଲେଖିଦେଲୁ। 4 ରେ 5 ରେ କ'ଣ ଅଛି? 5 ରେ ବାସ୍କେଟବଲ। 5 ରେ ବାସ୍କେଟବଲ ଆମକୁ ଲେଖିଦେଲୁ ହେଲା। ତୁମେମାନେ ମଧ୍ୟ ସେମିତି। ତାପରେ କ'ଣ କହିଛି? ସପୋଜ ୟୁ ଆର୍ ପ୍ଲେଇଂ କ୍ରିକେଟ ହ୍ୱେନ୍ ୟୁ ଷ୍ଟ୍ରାଇକ୍ ଦ ବଲ୍ ହ୍ୱେର୍ ଡଜ୍ ଇଟ୍ ଗୋ। ତ ସେ କହୁଛି ଧରାଯାଉ ତୁମେ ମାନେ କ'ଣ କରୁଛ? ୟୁ ଆର୍ ପ୍ଲେଇଂ, ତୁମେ କ୍ରିକେଟ ଖେଳୁଛ। ହ୍ୱେନ୍ ୟୁ ଷ୍ଟ୍ରାଇକ୍ ଦ ବଲ୍, ଯେତେବେଳେ ତୁମେ ମାନେ ବ୍ୟାଟ୍ ମାନେ ଷ୍ଟ୍ରାଇକ୍ ରେ ରହୁଛ। ହ୍ୱେର୍ ଡଜ୍ ଇଟ୍ ଗୋ, କୋଉଠି ଯିବ? ଷ୍ଟମ୍ପ ପାଖକୁ ଯିବ। ଏଇ ଷ୍ଟମ୍ପ ପାଖରେ ଏଇଠି, ବୁଝିପାରିଲ ନା? ଏଇଟା ହଉଛି ହାଉ ୱିଲ୍ ୟୁ ଫାଇଣ୍ଡ ଇଟ୍ if it lost? Search in the neighborhood। How will you find if it is lost? ଯଦି ତୁମେ ମାନେ ହଜି ଯାଇ ଅଛ, search in the neighborhood, ତୁମ ପାଖ ପଡ଼ୋଶୀ ମାନେ ତୁମକୁ ଯାଇ କ'ଣ କରିବେ? ଖୋଜିଦେବେ। ଏଇଟା ଗୋଟେ ଫନି ଗେମ୍ ହେଲା। ତ ତୁମ ପାଇଁ ସେଇଟା ମୁଁ କରିଦେଲି। ତାପରେ ଦେଖିବା ଆମେ ବିଷୟକୁ ବର୍ତ୍ତମାନ ପଢିବା। ଏଇ ଦୁଇଟା କରିକି ପଢି ଯିବା, ଯେହେତୁ ଲମ୍ବା ଅଛି। ଦେଖ ଏଠି କ'ଣ ଅଛି? ବିଷୟର ନାଁ ପିଲାମାନେ ବୁଝିଲ ତ? ବିଷୟର ନାଁ କ'ଣ ଅଛି ପିଲାମାନେ? ଗନ୍ ୱିଥ୍ ଦ ଶୁଟର ବିଷୟର ନାଁ ଅଛି। ଆମେ ପଢିବା ଏଇଠୁ ହ୍ୱାଇଲ୍ ରିଡିଂରୁ। କ'ଣ ଅଛି ଏଟା? କ'ଣ ପଢନ୍ତି ପିଲାମାନେ ଦେଖିବା। 1 ରେ ପାରାଗ୍ରାଫ 1। ଇଟ୍ ୱାଜ୍ ସମର ଆଫ୍ଟରନୁନ୍। ଗୋପୀ ୱାଜ୍ ସିଟିଂ ଇନ୍ ଦ ବାରଣ୍ଡା reading a book। 2 ରେ କ'ଣ ଅଛି ଦେଖିବା। suddenly he heard something rustling past and falling with a thud in the garden। He thought what it would be, perhaps it was a mango falling from the tree। Immediately Gopi put his book aside, got up and ran into the garden। ଗୋଟେ ୱାର୍ଡ ବାଇ ୱାର୍ଡ ତୁମକୁ ପଢିଦେଲି। ଏଇ 1 ଆଉ 2 ପାରାଗ୍ରାଫ୍ସର ଆମେ କ'ଣ ବୁଝିବା, ତାର କଠିନ ଶବ୍ଦକୁ ନ୍ୟୁ ମିନିଂକୁ ଜାଣିବା। ଦେଖ କିନ୍ତୁ ଇଟ୍ ମାନେ ଜାଣିଛ, ପୂର୍ବରୁ ପଢିଥିଲା। ଇଟ୍ ମାନେ ହଉଛି ଏହା। ଇଟ୍ ମାନେ କ'ଣ? ଏବେ ଯୋଉ ଖରାଦିନ ତୁମ ଛୁଟି ପଡ଼ିଲା, ଖରାଦିନ ହେଲା। ଆଫ୍ଟରନୁନ୍, ଆଫ୍ଟରନୁନ୍ ମାନେ ପିଲାମାନେ ଅପରାହ୍ନ, 4ଟା ବେଳେ ଯେଟା କୁହାଯାଏ ଅପରାହ୍ନ। ଅପରାହ୍ନ ଆଫ୍ଟରନୁନ୍। ଗୋପୀ ମାନେ ତୁମ ଭଳିଆ ଗୋଟେ ପିଲାର ନାଁ। ୱାଜ୍ ମାନେ ଥିଲା କହିଲି। ସିଟିଂ ମାନେ କ'ଣ ପିଲାମାନେ? ବସିବା। ସିଟିଂ ମାନେ ବସିବା। ଇନ୍ ତ ଜାଣିଛ, ଇନ୍ ମାନେ ଭିତରେ ତ ଜାଣିଛ। ବାରଣ୍ଡା ମାନେ ତୁମ ବାରଣ୍ଡା, ସେଇ ବାରଣ୍ଡା ପିଲାମାନେ ବାରଣ୍ଡା।
ତୁମ ଯୋଉ ପିଣ୍ଡା ବା ବାରଣ୍ଡା ଯୋଉଟା ଆମେ କହୁ ବାରଣ୍ଡା। ରିଡିଂ ମାନେ ଜାଣିଛ ପିଲାମାନେ, ରିଡିଂ ମାନେ ପଢିବା। ରିଡିଂ। ଏ ମାନେ ଜାଣିଛ ଗୋଟିଏ, ଏ ମାନେ ଗୋଟିଏ। ବୁକ୍ ମାନେ ପିଲାମାନେ ଜାଣିଛ କଣ? ବୁକ୍ ମାନେ ବହି। ତାପରେ କଣ ସଡନଲି ମାନେ କଣ ପିଲାମାନେ? ହଠାତ୍। ସଡନଲି ମାନେ ହଠାତ୍। ହି ତ ଜାଣିଛ, ହି କହିଦେଇଥିଲି। ହି ମାନେ ହଉଛି ସେ। ତାପରେ ହାର୍ଡ, ହାର୍ଡ ମାନେ ଶୁଣିବା ହେଲା। ହାର୍ଡ ହଉଛି ଶବ୍ଦ। ହାର୍ଡ ମାନେ ଶୁଣିବା, ହାର୍ଡ। ହାର୍ଡ ମାନେ ଶୁଣିବା। ସମଥିଙ୍ଗ, ସମଥିଙ୍ଗ ମାନେ କିଛି। କିଛି। Rustling past and falling with a thought in the garden. Rustling past. Past କହିଲେ ପିଲାମାନେ ଅତୀତ। Past, past କହିଲେ ଅତୀତ, ଯାହା ବିତି ଯାଇଥିବା, ପାର ହୋଇଥିବା ବା ପାଖ ଦେଇ ଶବ୍ଦ। ପାଖ ଦେଇ ଶବ୍ଦ ବା ଅତୀତ ଶବ୍ଦ, ପାଖ ଦେଇ ଶବ୍ଦ ବି ହବ ପାଷ୍ଟ ମାନେ। ଅତୀତ ଏଟା ହବ, ପାଷ୍ଟ ମାନେ ଅତୀତ ହେଲା। ପାଖ ଦେଇ ହବ ହେଲା, ପାଷ୍ଟ ପାଖ ଦେଇ। ତାପରେ କଣ ଏଣ୍ଡ, ଏଣ୍ଡ ମାନେ ଜାଣିଛ ଏବଂ। ଫଲିଂ ମାନେ କଣ ପିଲାମାନେ? ଫଲିଂ ପଡିବା। ୱିଥ ମାନେ ପିଲାମାନେ ସହିତ। ୱିଥ ହଉଛି ସହିତ। ଏ ଥର୍ଡ ଇନ୍ ଦ ଗାର୍ଡେନ। ଥର୍ଡ ମାନେ ହଉଛି ଜିନିଷ। ଆଉ ଗାର୍ଡେନ ହଉଛି ବଗିଚା, ଜାଣିଛ। ହି ମାନେ ଜାଣିଛ ବଗିଚା, ବଗିଚା ଗଲା। ହି ମାନେ ହଉଛି ସେ। ଥଟ୍ ମାନେ ଭାବିବା, ଚିନ୍ତା କରିବା। ଥଟ୍ ଭାବିବା ହେଲା। ହ୍ୱାଟ, ହ୍ୱାଟ ମାନେ ହଉଛି କଣ, କଣ। ପେନଟାକୁ ଚେଞ୍ଜ କରିଦବା। ହ୍ୱାଟ ହଉଛି କଣ। ଇଟ ମାନେ ହଉଛି ଏହା। ଆଉ କୁଡ ମାନେ ପାରିବା। ବି ତ କହିଥିଲି ଥାଇପାରେ ବୋଲି, ପାରହାପ୍ସ ହେଲା। ପାରହାପ୍ସ କହିଲେ ଇଟ କୁଡ ବି। ବୋଧ ହୁଏ, ବୋଧ ହୁଏ, ପାରହାପ୍ସ କହିଲେ। ଇଟ ମାନେ କହିଲି ଏହା। ୱାଜ ମାନେ ଥିଲା। ଏ ମାନେ ଗୋଟିଏ। ମ୍ୟାଙ୍ଗୋ ମାନେ ଆମ୍ବ। ଫଲିଂ ମାନେ ପଡିବା, ପଡିଯିବା, ଫଲିଂ। ଫ୍ରମ ମାନେ ରୁ ବା ଠାରୁ, ରୁ। ଟ୍ରି ମାନେ ଗଛ। ଇମିଡିଏଟଲି ମାନେ ସେହି ସମୟରେ, ସେହି ସମୟରେ, ଇମିଡିଏଟଲି ସେହି ସମୟରେ ହେଲା କି। ଗୋପୀ ମାନେ ଗୋଟେ ପିଲା। ପୁଟ ମାନେ ରଖିବା। ହିଜ ମାନେ ତାର। ବୁକ୍ ମାନେ ବହି ହେଲା। ଏ ସାଇଡ ମାନେ ଗୋଟିଏ ପାଖରେ। ଏ ସାଇଡ କହିଲେ ଗୋଟିଏ ପାଖ। ଗଟ ଅପ୍ ମାନେ ଉଠିବା, ଉଠିଲା। ଏଣ୍ଡ ରନ୍, ରନ୍ ମାନେ ଦୌଡ଼ିବା। ଏଣ୍ଡ ମାନେ ତ ଜାଣିଛ ପିଲାମାନେ, ଏଣ୍ଡ ମାନେ କଣ? ଏବଂ। ରନ୍ ମାନେ ଦୌଡ଼ିବା। ଇନଟୁ ଦ ଗାର୍ଡେନ ମାନେ ଭିତରକୁ। ଇନଟୁ କହିଲେ ଭିତରକୁ। ଗାର୍ଡେନ କହିଲେ ପିଲାମାନେ ଜାଣିଛ ବଗିଚା ହେଲା, ବଗିଚା।
तो आम दुईटा 1 ଆଉ 2 ପାରାଗ୍ରାଫ ପଢିଲେ ତାର ଓଡ଼ିଆ ମିନିଂକୁ ଜାଣିବା। ଇଟ୍ ୱାଜ୍ ଏ ସମର ଆଫ୍ଟରନୁନ୍। ଏହା ଗୋଟିଏ କ'ଣ ଥିଲା? ଖରାଦିନର ଅପରାହ୍ନ ଥିଲା। ହେଲା। ଇଟ୍ ୱାଜ୍ ଏ କ'ଣ? ସମର ଆଫ୍ଟରନୁନ୍। ଏହା ଗୋଟିଏ ଖରାଦିନର ଅପରାହ୍ନ ଥିଲା। ହେଲା। ଗୋଟେ ଖରାଦିନର ଅପରାହ୍ନ ଥିଲା। ଗପି ୱାଜ୍ ସିଟିଂ ଇନ୍ ଦ ବାରଣ୍ଡା ରିଡିଂ ଏ ବୁକ୍। ଗପି କ'ଣ କରୁଥିଲା? ବାରଣ୍ଡାରେ ଗପି ୱାଜ୍ ସିଟିଂ। ଗପି ବସିଥିଲା ବାରଣ୍ଡାରେ, ହେଲା, ଇନ୍ ଦ ବାରଣ୍ଡା, ଏବଂ ରିଡିଂ ଏ ବୁକ୍, ଗୋଟେ ବହିଟି ପଢୁଥିଲା। ହେଲା, ବହିଟି ପଢୁଥିଲା। ବୁଝିପାରିଲେ କି ନାହିଁ? ତାପରେ ଦୁଇରେ କ'ଣ କରିଛି? ସଡନଲି, ହଠାତ୍, ହି ହାର୍ଡ ଏ ସମଥିଙ୍ଗ ରଷ୍ଟଲ ପାଷ୍ଟ। ହେଲା, ହଠାତ୍ ସେ ବଗିଚାରେ କିଛି ଶବ୍ଦ କରି ସାମ୍ନା ଦେଇ ଚାଲିଯିବା ଥପ୍ କିମ୍ବା ତଳେ ପଡ଼ି ଶବ୍ଦ ଶୁଣିଲା। ହି ହାର୍ଡ ଏ ରଷ୍ଟିଂ ଅଫ୍ ପାଷ୍ଟ। ସେ କ'ଣ କଲା? ଗୋଟେ ଥପ୍ କିନା ପଡ଼ିବାର ଗୋଟେ ଶବ୍ଦ ଶୁଣିଲା। କିଛି ହାର୍ଡ, ସେ ଶୁଣିଲା କିଛି ଥପ୍ କରିକି ପଡ଼ିଯିବାର। ଆଣ୍ଡ ଫଲିଂ ୱିଥ୍ ଏ ଥର୍ଡ ଇନ୍ ଦ ଗାର୍ଡେନ। ହେଲା, ଅର୍ଥାତ୍ ସେ ବଗିଚାରେ କିଛି ଜିନିଷ ଶବ୍ଦ କରି ସାମ୍ନା ଦେଇ ଚାଲିଯିବା ଏବଂ ଥପ୍ କିନା ତଳେ ପଡ଼ିବାର ଶବ୍ଦ ସିଏ ଶୁଣିଲା। ତାପରେ ସେ କ'ଣ କହିଛି? ହି ଥଟ୍ ହ୍ୱାଟ୍ ଇଟ୍ କୁଡ୍ ବି। ସେ ଭାବିଲା ଏହା କ'ଣ ହୋଇପାରେ? ପାରହାପ୍ସ ଇଟ୍ ୱାଜ୍ ଏ ମ୍ୟାଙ୍ଗୋ ଫଲିଂ ଫ୍ରମ୍ ଦ ଟ୍ରି। ବୋଧହୁଏ ଏହା ଗଛରୁ ପଡ଼ିଥିବା ଏକ ଆମ୍ବ ଥିଲା। ତାପରେ ଇମିଡିଏଟଲି, ମାନେ ତୁରନ୍ତ ବା ସେହି ସମୟରେ, ଇମିଡିଏଟଲି ଗପି ପୁଟ୍ ହିଜ୍ ବୁକ୍ ଏ ସାଇଡ୍। ଗପି କ'ଣ କଲା? ବହିଟା ଗୋଟିଏ ସାଇଡରେ ରଖିଲା। ଏଣେ ଗଟ୍ ଅପ୍, ଏବଂ ଉଠିଲା। ଆଣ୍ଡ ରନ୍ ଇନ୍‌ଟୁ ଦ ଗାର୍ଡେନ, ଏବଂ କୋଉଠି? ବଗିଚାକୁ ଦୌଡ଼ିଲା। ବୁଝିପାରିଲ ପିଲାମାନେ? ଏଇ 1 ଆଉ 2 ପାରାଗ୍ରାଫରେ କଠିନ ଶବ୍ଦ ସହିତ ତୁମମାନଙ୍କୁ କ'ଣ କହିଦେଲି? ତାର ସାରାଂଶ ମଧ୍ୟ କହିଦେଲି। ହି ସାଟ୍ in between the thick grass near the garden fence, but he found nothing. He looked among the bushes. Nothing was there again. Then his eyes fall on a heap of dry leaves. Dry leaves. There was a white ball on the heap. Gopi reached out and took the ball in his hands. It was a hockey ball. ବୁଝିପାରିଲ? ତାପରେ ପାରାଗ୍ରାଫ 4କୁ ପଢିବା। ଗୋପି thought, wondered, whose ball could this be? He looked around and looked outside the gate, but could see no one. Just then he heard his mother calling, Gopi, what are you doing out in the garden? It is very hot. Come inside. 5ରେ ଅଛି, Gopi went inside, drank a glass of water. He lay down in the mat and said to himself, I cannot keep this ball from myself. I will ask others. In the evening, Gopi went to the nearby playground where all his friends regularly gathered to play hockey every day. Friends, this afternoon
I found a ball. Did any of you lose your ball recently? Manoj said, I lost a ball for months ago. Gopi said, so the ball that I found cannot be yours. Ramani said, then the ball is mine. How do you know? Asked Gopi. What color is it? Show me the ball and I will take you, said Ramani, smiling. Another friend, Deepak, said that his father had bought him a brand new football the day before. The ball I found is a hockey ball, said Gopi. Everyone laughed. Gopi took out the ball from his pocket. Manoj took it away from Gopi and threw to Deepak. Seeing this, Gopi said at the top of his voice, stop, I say stop. Let us play before it gets dark. Manoj went to the goalpost as he liked to be a goalkeeper. Gopi stood at the center of the field, holding the hockey stick. He passed the ball to Deepak, who threw the ball towards Ramani. Ramani hit the ball with the stick and it went to Joy. Come on, Joy, play the shot and drive it towards the goalpost. Manoj said loudly. Joy tightened his wrist around the stick with the flat slide touching the ball. He hit the ball so hard that it went past the ମଧ୍ୟରେ ମଧ୍ୟରେ the thick grass. thick ମାନେ ଘଞ୍ଚ, thick ମାନେ ଘଞ୍ଚ, grass ମାନେ ପିଲାମାନେ ଘାସ, near by ମାନେ ପାଖରେ, ପାଖରେ ହେଲା କି the garden fence, the garden fence ମାନେ ବାଡ଼ ପାଖରେ, garden ମାନେ ବଗିଚା, ବଗିଚା fence ମାନେ ବାଡ଼, ବାଡ଼, garden ମାନେ ବଗିଚା ହେଲା କି but he found nothing, but ମାନେ କିନ୍ତୁ, he ମାନେ ହଉଛି ସେ, found ମାନେ ପାଇବା, nothing ମାନେ କିଛି ନୁହଁ, nothing ମାନେ କିଛି ନୁହଁ ହେଲା, he ମାନେ ସେ, looked ମାନେ ଦେଖିଲା ବା ଖୋଜିଲା, among, among ମାନେ ମଧ୍ୟରେ, ଏବଂ ମାନେ ମଧ୍ୟରେ, bushes କହିଲେ ବୁଦା, ବୁଦା ଗୁଡ଼ିକ, ଘାସ ବୁଦା ଯେଉଁ କୁହନ୍ତି ସେ ବୁଦା ହେଲା, nothing ମାନେ କିଛି ନାହିଁ,
was there again ସେଠାରେ ପୁଣି was there ମାନେ ସେଠାରେ again ମାନେ ପୁଣି ଥରେ again ମାନେ there ମାନେ ସେଠାରେ then ମାନେ ତାପରେ his ମାନେ ତାର eyes ମାନେ ପିଲାମାନେ ଆଖି eyes ହଉଛି ଆଖି fall ତାର ଆଖି ବା ନଜର fall ମାନେ fall କହିଲେ ନଜର on the hip dry leaves ହେଲା hip ମାନେ ପତ୍ର ଗଦା ଯୋଉ କୁହନ୍ତି ଗଦା ପତ୍ର ଗଦା dry leaves ମାନେ ଶୁଖିଲା ପତ୍ର ଗଦା ଶୁଖିଲା ପତ୍ର dry leaves dry ହେଲେ ଶୁଖିଲା leaves ହେଲେ ପତ୍ର there ମାନେ ପିଲାମାନେ ସେଠାରେ there ହଉଛି ସେଠାରେ ହେଲା was a white ball ଏ ମାନେ ଜାଣିଛ ଗୋଟିଏ white ମାନେ ଧଳା ball ମାନେ ସେଇ ball ହେଲା on the hip ମାନେ କହିଲି କଣ ଗଦା on ମାନେ ଉପରେ ଗପି ହଉଛି ଗୋଟେ ଛୁଆ reach ମାନେ ପହଞ୍ଚିଲା out ମାନେ ବାହାର and took ଅର୍ଥାତ୍ ନେବା the ball ମାନେ ସେଇ ball his ମାନେ ତାର hands ମାନେ ହାତ it ମାନେ ଏହା was ମାନେ ଥିଲା ଏ ମାନେ ଗୋଟିଏ ହକି ମାନେ ସେଇ ହକି ball ମାନେ ସେଇ ball ହେଲା ତ ଇଏ କଣ କହିଛି ଦେଖ he sat in between the thick grass near garden fence ଅର୍ଥାତ୍ ସେ ବଗିଚାର ବାଡ଼ ପାଖରେ ଥିବା ଘଞ୍ଚ ଘାସ ମଧ୍ୟରେ ଖୋଜିଲା but he found nothing କିନ୍ତୁ ସେ କିଛି ପାଇଲା ନାହିଁ ତାପରେ କଣ ଅଛି he looked among the bushes ସେ ବୁଦା ଗୁଡ଼ିକ ମଧ୍ୟରେ ଦେଖିଲା ତାପରେ କଣ ଅଛି nothing was there again ସେଠାରେ ପୁଣି ଥରେ କିଛି ନଥିଲା then his eyes fell on heap of dry leaves ତାପରେ ତାର ନଜର ଏକ ଶୁଖିଲା ପତ୍ରର ଗଦା ଉପରେ ପଡ଼ିଲା there was a white ball on the heap ସେହି ଗଦା ଉପରେ ଏକ ଧଳା ରଙ୍ଗର କଣ ଥିଲା ଧଳା ରଙ୍ଗ ବଲ୍ ଥିଲା Gopi reached out and took the balls in his hands ଗୋପୀ ପାଖକୁ ଗଲା ଆଉ ବଲଟି ନିଜ ହାତକୁ ନେଲା ହେଲା it was a hockey ball ଏହା ଗୋଟିଏ କଣ ହକି ବଲ୍ ଥିଲା ବୁଝିପାରିଲ ଆଶ୍ଚର୍ଯ୍ୟ ହେବା ହେଲା ୱଣ୍ଡର୍ଡ ମାନେ କଣ ପିଲାମାନେ ଆଶ୍ଚର୍ଯ୍ୟ